ପିଲାମାନେ ମୋର ଜାଣିବ ବୋଲେ ହୁଁଟି, ମନ ଦେଇ କଥା ଶୁଣିବ ବୋଲେ ହୁଁଟି। ଉପେନ୍ଦ୍ର ଭଞ୍ଜଙ୍କ ଏ କବିତା ବୈଦେହୀଶ ବିଳାସର କଥା, ଏ ରାମକାବ୍ୟ ନାମେ ରଚିତ ବୋଲେ ହୁଁଟି। ଏ ରାମ ସୀତାଙ୍କର କଥା ସରିତ ବୋଲେ ହୁଁଟି। ରାବଣଙ୍କୁ ସୀତା ହରିଲା, ଲଙ୍କା ଗଡ଼େ ନେଇ ରଖିଲା, ସୁଗ୍ରୀବଙ୍କ ସଙ୍ଗେ ବନ୍ଧୁତା ବୋଲେ ହୁଁଟି। ହନୁମାନ ଦେଲା ବାରତା ବୋଲେ ହୁଁଟି। ଏ ସମୁଦ୍ର ଲଙ୍ଘିବା ଚିନ୍ତିଲେ, ବନ୍ଧ ବାନ୍ଧିବାକୁ ଭାବିଲେ, ଯେତେ ପଥର ପଡ଼ିଲା ବୋଲେ ହୁଁଟି। ଯେତେକ ପଥର ପଡ଼ିଲା ବୋଲେ ହୁଁଟି, ସବୁତକ ତହିଁ ବୁଡ଼ିଲା ବୋଲେ ହୁଁଟି। ରାମଚନ୍ଦ୍ର ତହିଁ ଭାବିଲେ, ବରୁଣକୁ ତୁଷ୍ଟ କରିବେ, ରାଘବ କଲେ ଅନଶନ ବୋଲେ ହୁଁଟି। କୁଶଶଯ୍ୟା ପରେ ଶୟନ ବୋଲେ ହୁଁଟି। ପିଲାମାନେ, ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ। ପ୍ରଥମ ଅଧ୍ୟାୟରେ ଆମେ ପଢ଼ିଥିଲେ ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ବନ୍ଧୁତା କଲା ପରେ ଲଙ୍କାକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସୁଗ୍ରୀବ, ଅଙ୍ଗଦ, ନଳ, କବର ଏବଂ ଅନ୍ୟାନ୍ୟ ବାନର ସେନା ସମସ୍ତଙ୍କୁ ନେଇ ସେ ସମୁଦ୍ର କୂଳକୁ ଆସିଥିଲେ, ଲଙ୍କାକୁ ଯିବେ। କାରଣ ହନୁମାନ ଖବର ନେଇ ଆସି ପହଞ୍ଚିଲା ଯେ ରାବଣ ସୀତାଙ୍କୁ ଲଙ୍କାଗଡ଼ରେ ଲୁଚାଇ ରଖିଛି। ତେଣୁ ସେ ସୀତା ଉଦ୍ଧାର କରିବା ପାଇଁ ରାମଚନ୍ଦ୍ର ଲଙ୍କାଗଡ଼କୁ ଯିବା ପାଇଁ ପ୍ରସ୍ତୁତ କଲେ। ଏଇ ଯେଉଁ ପ୍ରସ୍ତୁତି, এই ପ୍ରସ୍ତୁତି କ'ଣ? ସେ ସମୁଦ୍ର କୂଳରେ ଆସି ପହଞ୍ଚିଲେ। ସମୁଦ୍ରରେ ବନ୍ଧ ବାନ୍ଧିବେ, କାରଣ ଲଙ୍କାକୁ ଯିବା ପାଇଁ ତ ଆଉ ରାସ୍ତା ନଥାଏ, କେବଳ ସମୁଦ୍ର ଆଗରେ, ବିରାଟ ସମୁଦ୍ର। ତେଣୁ ସମୁଦ୍ରରେ ବନ୍ଧ ବାନ୍ଧିବା ପାଇଁ ଚେଷ୍ଟା କଲେ, କିନ୍ତୁ ମାଙ୍କଡ଼ମାନେ ଯେତେ ପଥର ଆଣିକି ପକାଇଲେ ମଧ୍ୟ ସେ ପଥର ସବୁ ପାଣି ଭିତରେ କୁଆଡ଼େ ବୁଡ଼ିଗଲା। ଏପରିକି ପଥର ପଡ଼ିବାର ଯେଉଁ ବୁଦବୁଦ ଶବ୍ଦ ଟିକେ ହୁଏ, ସେତକ ମଧ୍ୟ ଶୁଭିଲା ନାହିଁ। କେବଳ ପଥର ଯେଉଁ ସୁଇ ସୁଇ କରିକି ପାଣି ଭିତରକୁ ଚାଲିଯାଏ, ସେତିକ ସେଇ ଫି ଫି ଶବ୍ଦ ବା ସୁ ସୁ ଶବ୍ଦ ଶୁଣିଥିଲା, ଆଉ କିଛି ନାହିଁ। କ'ଣ କରିବେ ଚିନ୍ତା କରିପାରିଲେ ନାହିଁ। ଶେଷରେ ରାମଚନ୍ଦ୍ର ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ, କାରଣ ସମୁଦ୍ରର ରାଜା ହେଉଛନ୍ତି ବରୁଣ, ତେଣୁ ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶେଷରେ ଅନଶନ କଲେ ଏବଂ କୁଶଶଯ୍ୟାରେ ଶୋଇ ରହିଲେ, ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାରନାରେ। ଆମେ ଏତିକି ପର୍ଯ୍ୟନ୍ତ ପଢ଼ିଥିଲେ। ବରୁଣ ଦେବତାକୁ ସନ୍ତୁଷ୍ଟ କରିବା ପାଇଁ ରାମଚନ୍ଦ୍ର କୁଶଶଯ୍ୟାରେ ଶୟନ କଲେ। ପର ଅବସ୍ଥାରେ ପଢ଼ିବା। କ'ଣ ଲେଖିଲେ କବି? ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିର, ବରଗିଲା ସେ ଶୋକ ସାରଣ କରି ଚାରଜେ। ବୁଧେ, ବୁଧେ ଶୁଣ। ବୁଧେ, ବୁଧେ ଶବ୍ଦର ଅର୍ଥ ହେଉଛି ପଣ୍ଡିତମାନେ। ଏଠି ବୁଧେ କାହିଁକି କୁହାଗଲା? ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ରୀତିଯୁଗର କବି। ସାଧାରଣତଃ ରୀତିଯୁଗର କବିମାନେ ଯେଉଁ କବିତା ଲେଖୁଥିଲେ, ସେତେବେଳେ ସେ ପଣ୍ଡିତମାନଙ୍କୁ ବା ପାଠକମାନଙ୍କୁ, ଶ୍ରୋତାମାନଙ୍କୁ ସମ୍ବୋଧନ କରି ଲେଖୁଥିଲେ। ଯେମିତିକି ଆମେ ଆଗରୁ ପଢ଼ିଛେ, ଭକ୍ତଚରଣ ଦାସ ଲେଖିଥିଲେ କଳାବାଣିକରେ, ଧୀରେ ଘେନ କାନ ନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘିନି ଭାଳୁଛନ୍ତି ମାତ ମୋକଳା ମାଣିକରେ। ଧୀରେ ଘେନ କାନ ନରେ କୃଷ୍ଣ ବିଳମ୍ବିତ, ଧୀରେ ମାନେ ଏ ପଣ୍ଡିତମାନେ। ସେମିତି ରୀତିଯୁଗରେ ଯେତେ କବି ପ୍ରାୟ ସମସ୍ତେ ଏଇଟା ଲେଖା ମଝିରେ ବା ଆରମ୍ଭରେ ସେଇ ଧୀରେ ଶବ୍ଦ, ବାବୁ ଶବ୍ଦ, ନହେଲେ ଆହୁରି କ'ଣ ଶବ୍ଦ ବା ପଣ୍ଡିତମାନେ
ବି କହିଛନ୍ତି, ନହେଲେ ବୁଧେ ଶବ୍ଦ ଏମିତି ଶବ୍ଦ ବ୍ୟବହାର କରିଛନ୍ତି। ଠିକ୍ ସେପରି ଗୋପେନ୍ଦ୍ର ଭଞ୍ଜ ଏଠି ଲେଖିଲେ ବୁଧେ ଘେନ ଅନ୍ୟ ସମ୍ବାଦକୁ ଅନ୍ୟ ପ୍ରସଙ୍ଗକୁ ଦଛ ଶିର। ବୁଧେ ଶୁଣ, ହେ ପଣ୍ଡିତ ମାନେ ଶୁଣ, ଅନ୍ୟ ପ୍ରସଙ୍ଗ, ଏ ପ୍ରସଙ୍ଗ ରହିଗଲା, ଅନ୍ୟ ପ୍ରସଙ୍ଗକୁ ଆସିବା ଆମେ। କ'ଣ ସେ ପ୍ରସଙ୍ଗ? ନା ଦଶ ଶିର। ଦଶ ଶିର କି? ରାବଣ। ରାବଣର ଦଶ ଶିର। ଶିର ମାନେ ମୁଣ୍ଡ, 10ଟି ଶିର ଯାହାର ଅଛି 10 ଶିର, ଏଟା ବହୁବ୍ରୀହି ସମାସ ହେବ। 10 ଶିର ମାନେ 10ଟା ମୁଣ୍ଡ, ରାବଣର 10ଟା ମୁଣ୍ଡ କୁହାଯାଏ, ତାକୁ 10 ଶିର କୁହାଯାଏ। ଆଚ୍ଛା ଗୋଟେ କଥା କହିବା, ଜଣଙ୍କର ଯଦି ଗୋଟେ ମୁଣ୍ଡ ତ ଆମର ସମସ୍ତଙ୍କର ଅଛି, ତ ଆଉ ଗୋଟେ ମୁଣ୍ଡ କି 2ଟା ମୁଣ୍ଡ ଯଦି ଲଗେଇ ଦିଆଯାଏ, ଲୋକେ ତାକୁ କ'ଣ କହିବେ? କି ଏଇଟା ଭୂତଟେ ଆସିଲାଣି, ବା ଅନ୍ୟ କ'ଣ ଗୋଟେ କହିବେ, ଢେଲା ହେରିକା ଫୋପାଡ଼ିବେ। ଜଣଙ୍କର 10ଟା ମୁଣ୍ଡ, ତାକୁ ଧରିକି ସେ ବୋହିବା କ'ଣ ସହଜ କଥା? ନାଇଁ। ଅନ୍ୟ ଅର୍ଥ ଦେଖିଲେ 10 ଶିର କାହିଁକି କୁହାଯାଏ? ନା ତା ପାଖରେ, ରାବଣ ପାଖରେ 10ଟି ମୁଣ୍ଡର କରାମତି ଥିଲା। 10ଟି ମୁଣ୍ଡ। ପ୍ରଥମରେ ସେ ଜଣେ ପଣ୍ଡିତ, ମହାପଣ୍ଡିତ। ରାବଣ ହେଉଛି ବିଶ୍ରବାନନ୍ଦନଙ୍କ ପୁତ୍ର, ବିଶ୍ରବା ଋଷିଙ୍କ ପୁତ୍ର, ତାକୁ ବିଶ୍ରବାନନ୍ଦନ ବୋଲି କୁହାଯାଏ। ସେଥିପାଇଁ ବିଶ୍ରବା ଋଷି ତପସ୍ୱୀ ସେ। ତାଙ୍କ ପୁଅ ଯେତେବେଳେ ସେ ନିଶ୍ଚିତ ଭାବରେ ତପସ୍ୱୀ ହେଇଥିବେ। ଜଣେ ବିଶିଷ୍ଟ ବ୍ରାହ୍ମଣ ସେ, ବେଦଜ୍ଞ ସେ, ରାଜା। ଆଉ ସେ ହେଉଛି କୂଟନୀତି ବିଶାରଦ। କୂଟନୀତିରେ ସବୁ କିଛି କରିପାରେ। ସେ ବଡ଼ ଯୋଦ୍ଧା। ଏମିତି ଅନେକ ଗୁଣରେ ସେ ଭୂଷିତ ହୋଇଥାଏ। ଏଠି କ'ଣ କହିଲା? ଅନ୍ୟ ପ୍ରସଙ୍ଗକୁ 10 ଶିର। ରାବଣ କ'ଣ କଲା? ନା ବରଗିଲା ଶୁକ ସାରଣ କରି ଚାରଜେ। ବରଗିଲା ମାନେ ପଠେଇଲା। କାହାକୁ ପଠେଇଲା? ଶୁକ ସାରଣ। ଶୁକ ସାରଣ ହେଉଛନ୍ତି ତାର 2ଟି ମନ୍ତ୍ରୀ। ଏ 2 ମନ୍ତ୍ରୀ ଶୁକ ଓ ସାରଣକୁ ଚାର କରିକି ପଠେଇଲା। ଚାର ମାନେ ଦୂତ। ଦୂତ କରିକି ପଠେଇଲା କୋଉଠିକି? ବିଭୀଷଣ ପାଖକୁ। ଆମେ ଆଗରୁ ପଢ଼ିଛେ, ଜାଣିଛେ ରାମାୟଣରେ, ଯେ ରାବଣ ଯେତେବେଳେ ସୀତାଙ୍କୁ ହରଣ କରି ନେଇଗଲା, ସେତେବେଳେ ବିଭୀଷଣ ତାକୁ ସବୁବେଳେ ପରାମର୍ଶ ଦେଇଛନ୍ତି ଯେ ପରଦାରା ହରଣ ଅନ୍ୟାୟ, ଅନ୍ୟ ସ୍ତ୍ରୀ ହରଣ କରିବା ଉଚିତ ନୁହେଁ। ତମେ ସୀତାଙ୍କୁ ନେଇଯାଅ, ରାବଣକୁ ଫେରାଇ ଦେଇ ଆସିବ, ରାମଙ୍କୁ ଫେରାଇ ଦେଇ ଆସିବ। କିନ୍ତୁ ରାବଣ ବିଭୀଷଣଙ୍କର ଏ କଥାକୁ କେବେ ହେଲେ ଗ୍ରହଣ କରିନାହିଁ। ଶେଷରେ ଯେତେବେଳେ ହନୁମାନ ଲଙ୍କା ପୋଡ଼ି ଦେଇଛି, ସେଇଠି ବିଭୀଷଣ କହିଲେ, ଦେଖ ଯଦି ସାମାନ୍ୟ ଗୋଟେ ବାନର ଏତେ ନଷ୍ଟ କରିଦେଇପାରେ, ସେଇ ବାନରର ଫୌଜ ଧରିକି, ସେଇ ବାନରମାନଙ୍କ ସହାୟତାରେ ଯେଉଁ ରାମଚନ୍ଦ୍ର ଆସୁଛନ୍ତି, ସେ କେତେ ଶକ୍ତିଶାଳୀ ନ ହେଇଥିବେ। ତେଣୁ ସୀତାଙ୍କୁ ଫେରାଇ ଦିଆସ। ରାବଣ ଏଥିରେ ତାକୁ ଗୋଇଠା ମାରିକି ଭର୍ସନା କରିକି ଚାଲିଯାଇ କହିଲା, ତୋଳିଦେଲା ତାକୁ ଲଙ୍କାପୁରୀରୁ। ସେଇଠି ବିଭୀଷଣ ଆସିକି ରାମଙ୍କ ପାଖରେ ଶରଣ ବସିଥିଲେ। ଏଇ ଯେଉଁ ବିଭୀଷଣ ରାମଙ୍କ ପାଖରେ ଶରଣ ବସିଲେ, କାଳେ ବିଭୀଷଣ ଲଙ୍କାର ଭେଦ କହିଦେବେ, ତେଣୁ ତାଙ୍କୁ ବୁଝେଇକି ଆଣିବା ପାଇଁ ରାବଣ କୂଟନୀତି ପ୍ରୟୋଗ କଲା। କ'ଣ ସେ କୂଟନୀତି? ଚାରକୁ ପଠେଇଲା, ଦୂତ ପଠେଇଲା, ସେ ଯାଇକି ବିଭୀଷଣକୁ ବୁଝେଇକି ନେଇ ଆସିବା ପାଇଁ। ଏଇ ଶୁକସାରଣ ସେଠି ଯିବା ପାଇଁ ବାହାରିଲେ। କ'ଣ କହିଲା ରାବଣ? କ'ଣ କହିକି ପଠାଇଲା? କହିଲା, ଯାଅ କହିବ, ବିଭୀଷଣେ କହ, ହେ ଶୁକସାରଣ, ତମେ ଯାଇକି ବିଭୀଷଣକୁ କୁହ। କ'ଣ କହିବ? ଜ୍ୟେଷ୍ଠ ଭ୍ରାତା ପିତା ସରିଜେ। ଜ୍ୟେଷ୍ଠ ଭ୍ରାତା ମାନେ ବଡ଼ ଭାଇ, ବଡ଼ ଭାଇ ବାପ ଭଳି। ଆମର କଥା କହନ୍ତି ନା, ଏଇ ବଡ଼ ଭାଇ ବାପ ଭଳିଆ, ତାକୁ ଏମିତି କଥା କହୁଛୁ ସେଇଟା। ଜ୍ୟେଷ୍ଠ ଭ୍ରାତା ପିତା ସରି, ବଡ଼ ଭାଇ ବାପ ସଦୃଶ। ତେଣୁ ତା କଥାକୁ ଧରିବା କଥା ନୁହେଁ। ବୁଝି ନ ବୁଝି କୋପି ତା ବାଣୀ ପିତା କରିଯେ। ତୁ ବୁଝି ନ ବୁଝି, କିଛି କଥା ବୁଝିଲୁ ନାହିଁ, ତା ବାଣୀ, ବାଣୀ ମାନେ କଥା, ତା ବାଣୀ, ତାର କିଏ? ରାବଣ, ବଡ଼ ଭାଇ।
କାରଣ ବଡ଼ ଭାଇର କଥାକୁ ନ ବୁଝି ପାରିକି କୋପି କୋପି ମାନେ ରାଗ କରି କୋପ ରାଗ କୋପି ରାଗ କରି ବଡ଼ ଭାଇର କଥା ନ ବୁଝି ପାରିକି ରାଗିକି ତା ବାଣୀ ପିତା କରିକି ପିତା ମିଠାର ପ୍ରତି ମିଠା ମାନେ ଭଲ ଲାଗିବା ପିତା ମାନେ ଖରାପ ଲାଗିବା ତା କଥାକୁ ଖରାପ ବୁଝିକି ତୁ ଛାଡ଼ିକି ତାକୁ ପଳେଇ ଆସିଲୁ କେଉଁଠିକି ଆସିଲୁ ନା ତାର ଶତ୍ରୁ ପାଖକୁ ଭାଇର ଶତ୍ରୁ କିଏ ରାମଚନ୍ଦ୍ର ତା ଶତ୍ରୁ ପାଖକୁ ଚାଲିଗଲୁ ତାପରେ କହୁଛନ୍ତି କ'ଣ ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ ବଡ଼ କୂଳେ ଜନମୀ ଶରଣ କି କାରଣ ଯେ ଦେଖିଲେ ବିଭୂତି କି ଭୁଞ୍ଜୁଥିଲି ବିଭୂତି ମାନେ କ'ଣ ସମ୍ପତ୍ତି ଐଶ୍ୱର୍ଯ୍ୟ ଲଙ୍କା ହେଉଛି সোনার ଲଙ୍କା ରାଜପୁରରେ ରହିଥିଲା ରାଜ ଐଶ୍ୱର୍ଯ୍ୟ ଭୋଗ କରୁଥିଲୁ ତାକୁ କହିଲେ ଯାହା କହିବ ଏଠି ରାଜପୁରରେ ରାଜ ଐଶ୍ୱର୍ଯ୍ୟ ଭୋଗ କରିଥିଲୁ ତାକୁ ଛାଡ଼ି ଦେଇକି ଗଲୁ କେଉଁଠିକି ଶରଣ ପଶିବା ପାଇଁ କେଉଁ ନା ବିଭୂତି ଭୂଷଣେ ବିଭୂତି ଭୂଷଣ ଠାରେ ଅର୍ଥାତ୍ ବିଭୂତି ଭୂଷଣ କିଏ ରାମଚନ୍ଦ୍ର ରାମଙ୍କର ଗୋଟେ ନାମ ବିଭୂତି ଭୂଷଣ ମୁଁ ଆରଥର କହିଥିଲି ରାମଚନ୍ଦ୍ରଙ୍କର 108ଟି ନାମ ଅଛି ଏ 108ଟି ନାମ ଭିତରୁ ବିଭୂତି ଭୂଷଣ ଗୋଟେ ନାମ ରାମ କହୁଛି ଯାଇ କହିବ ଯେ ବିଭୂତିକୁ ଭୁଞ୍ଜୁଥିଲୁ ଅର୍ଥାତ୍ ଏଠି ରାଜ ଐଶ୍ୱର୍ଯ୍ୟ ଭୋଗ କରିଥିଲୁ କିନ୍ତୁ ଶେଷରେ ଯାଇକି କଲୁ କ'ଣ ବଡ଼ କୂଳେ ଜନମୀ ଏଠି ବଡ଼ କୂଳରେ ଜନ୍ମ ବଡ଼ କୂଳ ମାନେ ରାଜକୂଳରେ ଜନ୍ମଗ୍ରହଣ କରିଥିଲୁ ଏ ରାଜକୂଳରେ ଜନ୍ମଗ୍ରହଣ କରିକି ରାଜ ଐଶ୍ୱର୍ଯ୍ୟ ଭୋଗ କରିଥିଲୁ ଶେଷରେ ଭାଇ କଥାରେ ରାଗି ଯାଇକି କଲୁ କ'ଣ ବିଭୂତି ଭୂଷଣେ ଅର୍ଥାତ୍ ରାମଠାରେ ବିଭୂତି ଭୂଷଣ ଅର୍ଥାତ୍ ରାମଚନ୍ଦ୍ରଙ୍କ ଠାରେ ଯାଇକି ପଶିଲୁ ଶରଣ ପଶିଲୁ ଶରଣ କି କାରଣେ ତା ପାଖରେ କାହିଁକି ଶରଣ ପଶିଲୁ ଏଇଟା ରାଜୈଶ୍ୱର୍ଯ୍ୟ ତ୍ୟାଗ କରିକି ଯାଇକି ରାମଙ୍କ ପାଖରେ ଶରଣ ପଶିଲୁ କାହିଁକି ସରିଗଲା ଗୋଟେ ତାପରେ କହିଛି ଏଇଟା ବିଭୀଷଣକୁ ଏତିକ କହିବ ଯେ ଆଉ ସେ ଶରଣ ନ ପଶି ଭାଇ ପାଖକୁ ପଳେଇଆ ତାପରେ ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୂର୍ଣ୍ଣ ବାଦ ରଚାଇ ପିତୃବ୍ୟ ବାହୁଡ଼ା ଓ ସୈନ୍ୟ ଯେ ହେଲେ ବୋଲ ଅଙ୍ଗଦକୁ କହିବ ଯାଅ ଅଙ୍ଗଦ କିଏ ଅଙ୍ଗଦ ହେଉଛି ବାଳିପୁତ୍ର ଅଙ୍ଗଦ ହେଲେ ତାକୁ କହିବ ଯାଅ ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ ପିତାର ଶତ୍ରୁ ଅର୍ଥାତ୍ ତା ପିତା ହେଲା କିଏ ବାଳୀର ଶତ୍ରୁ କିଏ ରାମଚନ୍ଦ୍ର କେମିତି ନା ସୁଗ୍ରୀବ ସହିତ ଯେତେବେଳେ ବନ୍ଧୁତା ବାନ୍ଧିଲା ସର୍ତ୍ତ ଥିଲା ବାଳୀକୁ ବଧ କଲେ ଦୁଇ ଜଣ ଭିତରେ ମିତ୍ରତା ହେବ ଯେତେବେଳେ ମୁଁ କହିଛି ଯେତେବେଳେ ରାମ ସୁଗ୍ରୀବ ପାଖକୁ ଗଲେ ମିତ୍ରତା କରିବା ପାଇଁ ସୁଗ୍ରୀବ ସନ୍ଦେହ କଲେ ହୁଏତ ଇଏ ଛଦ୍ମବେଶରେ କିଏ ଆସିଛି ରାମ ତାକୁ କହିଲେ ବୋଲେ ସୁଗ୍ରୀବେ ରାମ କ୍ଲେଶ ଭାଷା ବେନି ଜନେ ପଡ଼ିଛି ଏକ ଦଶା ରାମ ସୁଗ୍ରୀବ କହିଲେ ଆମ ଦୁଇ ଜଣଙ୍କର ଏକା ଦଶା ପଡ଼ିଛି ନା କ'ଣ ତମେ ରାଜ୍ୟ ହରେଇକି ବଣରେ ବୁଲୁଛ ମୁଁ ବି ରାଜ୍ୟ ହରେଇକି ବଣରେ ବୁଲୁଛି ତୁମ ସ୍ତ୍ରୀକୁ ଭାଇ ବାଳୀ ହରଣ କରିକି ନେଇଯାଇଛି ମୋ ସ୍ତ୍ରୀକୁ ରାବଣ ହରଣ କରିକି ନେଇଯାଇଛି ଆମେ ଦୁଇ ଜଣଙ୍କର ଏକା ଦଶା ତେଣୁ ଆମ ଦୁଇ ଜଣ ଭିତରେ ମିତ୍ରତା ହେବ ଏଇଠି ସୁଗ୍ରୀବ କହିଥିଲା ଯେ ମିତ୍ରତା ସେତେବେଳେ ହେବ ଯେତେବେଳେ ତମେ ବାଳୀକୁ ବଦ୍ଧ କରିପାରିବ ତା କଥା ରଖିକି ରାମଚନ୍ଦ୍ର ବାଳୀକୁ ବଦ୍ଧ କଲେ ସୁଗ୍ରୀବକୁ କିସିନ୍ଦା ରାଜା କରାଇଲେ ଆଉ ବାଳୀର ପୁତ୍ର ଅଙ୍ଗଦକୁ ଯୁବରାଜ କରାଇଲେ ଯେହେତୁ ରାମଚନ୍ଦ୍ର ବାଳୀକୁ ମାରିଛନ୍ତି ତେଣୁ ପିତା ଶତ୍ରୁ ସେ କଥା ସେ କୂଟନୀତି ପ୍ରୟୋଗ କରିଛି ରାବଣ ଯେ କହିବ ଯେ ରାମଚନ୍ଦ୍ର ହେଉଛନ୍ତି ତ ପିତାଙ୍କ ଶତ୍ରୁ ତ ବାପକୁ ସେ ମାରିଛି ସେ ପିତାର ଶତ୍ରୁ ପାଖରେ ଦେଇକି ତୁ ମୁଣ୍ଡିଆ ମାରିଛୁ ନା ପିତା ଶତ୍ରୁ ଭକ୍ତିପୂର୍ଣ୍ଣ ପିତାର ଶତ୍ରୁକୁ ବାପର ଯିଏ ଶତ୍ରୁ ତାକୁ ଭକ୍ତି କରୁଛୁ ଏଇଟା କ'ଣ ପବିତ୍ର କଥା ଏଇଟା ତ ପୁଣ୍ୟ ନାହିଁ ବରଂ
तो पितृहत्यार प्रतिशोध नेବା ପାଇଁ ଚେଷ୍ଟା କର। ତା କହୁଛି ସେ ତ ବାପାର ଶତ୍ରୁ, ତା ପାଖରେ କାହିଁ ବସିଛୁ? କରିବୁ କ'ଣ? ବାଦ ରଚାଇ ପିତୃବ୍ୟ ବାହୁଡ଼ା ଓ ସୈନ୍ୟ ଯେ ପିତୃବ୍ୟ ସହିତ ବାଦ ରଚନା କରି, ବାଦ ରଚନା କରିବା ମାନେ ବାଦ ରଚିବା ଅର୍ଥାତ୍ କଳହ ସୃଷ୍ଟି କରିବା। ଯେ ତୋ ଦାଦା ସାଙ୍ଗରେ କଳହ ସୃଷ୍ଟି କର, ତ କହିଛି କଳି କଜିଆ କରିକି ପିତୃକୁ ବାହୁଡ଼ିକି ନେଇଯାଉଛି। ପିତୃବ୍ୟ, ପିତୃବ୍ୟ କାହା କହନ୍ତି? ବାପର ଭାଇ, ପିତାର ଭାଇକୁ ପିତୃବ୍ୟ କହନ୍ତି, ଅର୍ଥାତ୍ ଦାଦା। ଏଠି ସୁଗ୍ରୀବ ହେଉଛି ବାଳିର ଭାଇ, ତେଣୁ ତାର ପିତୃବ୍ୟ। ବାଦ ରଚାଇ ପିତୃବ୍ୟ, କଳି କରିକି ଦାଦା ସାଙ୍ଗରେ କଳି କରିକି ତ ସୈନ୍ୟକୁ ବାହୁଡ଼ାଇ ଆଣ, ଫେରେଇକି ନେଇଯା। ଏ କଥା କହିବାର ଉଦ୍ଦେଶ୍ୟ, ସେ ଜାଣିବ ଯେତେବେଳେ ବାପାର ଶତ୍ରୁ, ସତ କଥା ମୁଁ ଶତ୍ରୁ ତା ସମୟରେ କାହିଁ ରହିବି? ଶତ୍ରୁ ସେ ବାନର ସେନାମାନଙ୍କୁ ନୌଟିକି ନେଇ ପଳେଇ ଆସିବ। ଯଦି ସେନା ପଳେଇ ଆସିବେ, ରାମ ଏକୁଟିଆ କି ଯୁଦ୍ଧ କରିବ? ଏଇଟା କୂଟନୀତି। ପ୍ରଶ୍ନ ଆସିବ, ରାବଣର କୂଟନୀତି ସମ୍ପର୍କରେ ବର୍ଣ୍ଣନା କର। ଏଇଟା ତ କହିଛନ୍ତି। ଏ କଥା ଶୁଣିଲା ପରେ କ'ଣ ହେଇଥିବ? କ'ଣ ଅଙ୍ଗଦ ରାଜି ହେଇଯିବ? ନାହିଁ। କ'ଣ ହେଲା? ବିହାୟ ସେ ବିହରୀ ସାଗର ଜିଣି ଯାଇ ବର୍ତ୍ତକ ସ୍ୱରୂପ ଧୃତ କେଁ କେଁ ଟିହ କରି। ଏ କଥା କହିବା ପରେ ଶୁକ ସାରଣ କ'ଣ କଲେ? ବିହାୟ ସେ, ବିହାୟ ସେ ମାନେ ଆକାଶ, ବିହାୟ ସେ ଆକାଶରେ, ଆକାଶରେ ବିହରୀ, ବିହରଣ କରିବା, ଉଡ଼ି ଉଡ଼ିକି ଯାଇକି କେଉଁଠି? ସାଗର ଜିଣି ଯାଇ, ଆକାଶରେ ଉଡ଼ି ଉଡ଼ି ସାଗର ପାରି ହେଇକି, ସମୁଦ୍ର ପାରି ହେଇକି ଯାଇକି ପହଞ୍ଚିଗଲା। କେମିତି ଗଲା? ବର୍ତ୍ତକ ସ୍ୱରୂପ ଧୃତ, ବର୍ତ୍ତକ ମାନେ ବତକ। କେତେବେଳେ ବର୍ତ୍ତକ? ବର୍ତ୍ତକକୁ ବତକ ବୋଲି କୁହାଯାଏ, ଟେଣ୍ଟିଆ ପକ୍ଷୀ ମଧ୍ୟ କୁହାଯାଏ। ସେଇଭଳି ସେ ଏଇ ଟେଣ୍ଟିଆ ପକ୍ଷୀ ସାଜିକି ଟେଁ ଟେଁ ଶବ୍ଦ କରି ଉଡ଼ିକି ଯାଇକି ପଳେଇଗଲା। ଅର୍ଥାତ୍ ଶୁକ ସାରଣ ଯେତେବେଳେ ଅଙ୍ଗଦକୁ ଏ କଥା କହିଛନ୍ତି, ଅଙ୍ଗଦ ରାଗି ଯାଇକି ଯେତେବେଳେ ପିଟିବାକୁ ଉଠିଛି, ଡରରେ ଏମାନେ କ'ଣ କରିଛନ୍ତି? ଟେଁ ଟେଁ ଶବ୍ଦ କରିକି ଉଡ଼ିକି, ପକ୍ଷୀଟେ ହେଇକି ଉଡ଼ିକି ପଳେଇ ଯାଇଛନ୍ତି ଆର ପାରିକି, ଯାଇକି ରାବଣ ପାଖରେ ପହଞ୍ଚୁଛନ୍ତି। ସେଠି କହୁଛି ତାପରେ ବିଖ୍ୟାତ କରୁ ବିଂଶତି କର କହିବାର। ଯେତେବେଳେ ପହଞ୍ଚିଲା ପରେ ବିଂଶତି କର ମାନେ ବିଂଶତି 20ଟି, କର ମାନେ ହାତ, 20ଟା ହାତ କାହାର? ଆରେ 10ଟା ମୁଣ୍ଡ ଯାହାର, ଗୋଟେ ମୁଣ୍ଡରେ 2ଟା ହାତ, 10ଟା ମୁଣ୍ଡ ହେଲେ 20ଟା ହାତ ହବ। ବିଂଶତି କରର ଅନ୍ୟ ନାମ ରାବଣ, ରାବଣକୁ ବିଂଶତି କର ବୋଲି କୁହାଯାଏ। ବିଖ୍ୟାତ କରୁ ବିଂଶତି କର କହିବାର, ବିଂଶତି କର କହିବାରେ ବା ରାବଣ ଯେତେବେଳେ ପଚାରିଲା କ'ଣ କହିଲ? ବିଖ୍ୟାତ କରୁ, ବିଖ୍ୟାତ ମାନେ ବର୍ଣ୍ଣନା କଲେ। ରାବଣ ଯେତେବେଳେ ପଚାରିଲା ସେତେବେଳେ ମାନେ ବର୍ଣ୍ଣନା କରୁଛନ୍ତି। କ'ଣ କ'ଣ ବର୍ଣ୍ଣନା କରୁଛନ୍ତି? ବୋଧ ଉଭୟ ଭୟରେ ପଳାଇ ସତ୍ୱର। କହିଲେ ଆମେ ବୋଧ 2 ଜଣ ଯାକ ଡରରେ ପଳେଇ ଆସିଲୁ। ଉଭୟ ଭୟରେ ପଳାଇ ସତ୍ୱର, 2 ଜଣ ଯାକ ଡରରେ ଆମେ ପଳେଇ ଆସିଲୁ। କାହିଁକି? ବାହୁଡ଼ି ରାବଣେ କହି ଶୁଣ ଦେବ ରିପୁ। 2 ଜଣ ଯାକ ଡରରେ ପଳେଇ ଯାଇକି କହିଲେ କ'ଣ? ବାହୁଡ଼ି ଫେରି ଯାଇକି ରାବଣେ, ରାବଣ ମାନେ ରାବଣ ଠାରେ, ରାବଣକୁ ଯାଇକି କହିଲେ କ'ଣ? ଶୁଣ ଦେବ ରିପୁ। ଦେବ ରିପୁ, ରିପୁ ମାନେ ଶତ୍ରୁ, ଦେବତାଙ୍କର ଶତ୍ରୁ କିଏ? ରାବଣ। ଏଠି ଦେବ ରିପୁ ବୋଲି ରାବଣକୁ କୁହାଯାଇଛି। କାହିଁକି ନା ରାବଣ ଯୁଦ୍ଧ କରିକି ଦେବତାଙ୍କୁ ପରାସ୍ତ କରିକି ଆଣିକି ନିଜ ଘରେ ଚାକର ଭଳି ଘଟେଇଛି। ସେଥିପାଇଁ ତାକୁ ଦେବରିପୁ କୁହାଯାଏ। ଯାଇକି ସେ ଦେବରିପୁ ବା ରାବଣକୁ କହୁଛନ୍ତି। କ'ଣ କହୁଛନ୍ତି? ବୋଇଲା ଅନୁଜ ଯିବି ସୀତାଙ୍କୁ ସମର ପୂଜେ। ଯାଇ କହିଲା, ରାବଣକୁ କହୁଛି ଯେ ଅନୁଜ ବୋଇଲା, ଅନୁଜ କିଏ? ବିଭୀଷଣ। ବିଭୀଷଣ କହିଲା ଯିବି, ମୁଁ ଫେରିଯିବି। ରାବଣ କହିଛି କାହିଁକି ଯାଇକି ଏଠି ରାଜ ଐଶ୍ୱର୍ଯ୍ୟ ଭୋଗ କରିଥିଲୁ, ସେଠି ସେ ଗୋଟେ
ବନ ଚାରି ପାଖରେ କାହିଁକି ପଡ଼ିଛୁ? ନା ଶୋଇବାକୁ ଜାଗା ଅଛି, ନା ଭଲ ଖାଇପାରିବୁ, ନା କ'ଣ କରିବୁ, କାହିଁକି ରହିଛୁ ଏଠି? ଏଇଟା ଯେତେବେଳେ କହିଛି ବିଭୀଷଣ ଉତ୍ତର ଦେଇଛି। ବୋଇଲା ଅନୁଜ, ଅନୁଜ ମାନେ ସାନ ଭାଇ, ଅର୍ଥାତ୍ ବିଭୀଷଣ କ'ଣ କହିଲା? ନା ଯିବି ସୀତାକୁ ସମର୍ପୂଜେ। ଭାଇକି କୁହ ସେ ସୀତାକୁ ଆଣିକି ରାମଙ୍କୁ ସମର୍ପଣ କରିଦିଅନ୍ତୁ, ମୁଁ ଚାଲିଯିବି। ଆଉ ତାପରେ ଅଙ୍ଗଦକୁ କହିବା କଥା ପଚାରିଲେ, ଅଙ୍ଗଦକୁ ନା ବଞ୍ଚିଲୁ ଅଙ୍ଗ ଦେ, ଅଙ୍ଗ ଦେବାରୁ କି ଧର୍ମେ। କହିଲା ଅଙ୍ଗଦକୁ ଆମେ କହିବାକୁ ଗଲୁ, ହେଲେ ବଞ୍ଚିଗଲୁ ତା ପାଖରୁ। ବଞ୍ଚିଲୁ ଅଙ୍ଗ ଦେ, ଅଙ୍ଗ ଦେଠାରୁ ରକ୍ଷା ପାଇଲୁ କେମିତି? ଅଙ୍ଗ ଦେବାରୁ କି ଧର୍ମେ, ଅଙ୍ଗ ଦେଲା ମାନେ ହାତ ଉଠେଇଲା ପିଟିବାକୁ। କେମିତି? ତା ଅଙ୍ଗଟା କେମିତି? ନା ବଜ୍ରାଘାତ ସମ ତଳ ପ୍ରହାରିଲା ବ୍ୟୋମାଜି। ତଳ ମାନେ ହାତ ପାପୁଲି। ବଜ୍ରାଘାତ ଭଳିଆ ମାନେ ବଜ୍ର ଆଘାତ ଯେମିତି ହୁଏ ସେମିତି ଶୁଭିଲା। ହାତଟାକୁ ଯେତେବେଳେ ଆକାଶରେ ସେ ପିଟିଲା, ଶୂନ୍ୟରେ ପିଟିଲା, ଏଡ଼େ ଜୋରରେ ଶୂନ୍ୟରେ ପିଟିଲା। ସେତେବେଳକୁ ସନ୍ଧ୍ୟା ହେଇଗଲାଣି। କହିଲା ବଞ୍ଚିଲୁ ଅଙ୍ଗ ଦେ, ଅଙ୍ଗ ଦେବାରୁ କି ଧର୍ମେ। ସେ ଅଙ୍ଗ ପାଖରୁ ଆମେ ବଞ୍ଚିକି ଆସିଲୁ କେମିତି? ନା ବଜ୍ରାଘାତ ସମ ତଳ ପ୍ରହାରିଲା ବ୍ୟୋମେ, ବ୍ୟୋମେ ଆକାଶରେ ସେ ଚାପଡ଼ା ମାରିଲା, ବଜ୍ରାଘାତ ଭଳିଆ ଗୋଟେ ମାଇଲା। ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ବଜିଥିବ। କହିଲା ଯଦି ବାଜିଥାନ୍ତା କ'ଣ, ସେ ଚାପଡ଼ା ଯଦି ତାଙ୍କ ଦେହରେ ବାଜିଥାନ୍ତା ହୁଏତ ଚୁନା ହେଇଯାଇଥାନ୍ତା। ବାଜିଥିଲେ ଚୂର୍ଣ୍ଣ ବା ପିଟିକି ଆମକୁ ସେ ଚୁନା କରି ଦେଇଥାନ୍ତା, ପାଉଁଶ ହେଇଯାଇଥାନ୍ତା। ନହେଲେ ଯଦି ଚାପଡ଼ାରେ ତଳକୁ ପିଟିଥାନ୍ତା, ଶୂନ୍ୟରେ ପିଟିଥିଲେ ଚୁନା ହେଇଥାନ୍ତେ, ତଳକୁ ପିଟିଥିଲେ ପାତାଳେ ବଜିଥାନ୍ତେ। ଆମେ ଏତେ ଦୂର ମାଡ଼ଟା ତାର ଥିଲା, ଆମେ ପାତାଳ ଭିତରୁ ଗଳିକି ପଳେଇଥାନ୍ତେ। ପାଇଲା ନାହିଁ କାହିଁକି? ନା ବିନ୍ଧ୍ୟ ଭାନୁ ଘେନ୍ତୋଷି ହେଲେ ବଞ୍ଚେଇ ଦୈବ ଯେ। ବିନ୍ଧ୍ୟ ଭାନୁ, ଭାନୁ ମାନେ ସୂର୍ଯ୍ୟ, ସୂର୍ଯ୍ୟ ବିନ୍ଧ୍ୟ ପର୍ବତରେ ବୁଡ଼ି ଯାଉଥିଲେ। ଯାହା ହଉ ଭାନୁ ତୋଷି ଆମ ଉପରେ ସନ୍ତୁଷ୍ଟ ହେଇକି, ଭାନୁ ଅର୍ଥାତ୍ ସୂର୍ଯ୍ୟ ଆମ ଉପରେ ସନ୍ତୁଷ୍ଟ ହେଇକି ବିନ୍ଧ୍ୟ ପର୍ବତ ସେପଟରେ ଲୁଚିଗଲାରୁ ଆଉ ଅନ୍ଧାର ଦେଖାଗଲା, ଆମେ ପଳେଇଆଇଲୁ। ବଞ୍ଚାଇ ଦୈବ, ଦୈବ ଆମକୁ ବଞ୍ଚେଇ ଦେଲା। ସରିଲା କହିଦେଲେ। ତାପରେ ରାବଣର ପୁଣି କୋଟ ସରି ନାହିଁ। ଜଣେ ଶତ୍ରୁ ଯେତେବେଳେ ଜଣେ ଅନ୍ୟ ଶତ୍ରୁ ସହିତ ଯୁଦ୍ଧ କରିବାକୁ ଯାଏ, ସେତେବେଳେ ଶତ୍ରୁର ବଳ କେତେ ଜାଣିବା ଦରକାର, ତାର ଶକ୍ତି କେତେ ଜାଣିବ। ଜାଣିଲେ ସେ ଅନୁପାତରେ ସେ ଯୁଦ୍ଧ କରିବ। ସେମିତି ରାବଣ ତ ଭାରି ଶକ୍ତିଶାଳୀ, ଭାରି କୂଟନୀତି ବିଶାରଦ। ସେ ପଚାରିଲା ତାକୁ, ବଳ କେତେ ବୁଲୁଁ ବୋଲେ ଯେତେ ଶଙ୍ଖ ସେଇ। ରାବଣ ପଚାରିଲା ତାଙ୍କ ବଳ କେତେ ବା ସୈନ୍ୟ ବଳ କେତେ ଅଛି, କେତେ ସୈନ୍ୟ ତାର ଅଛି ଯେ ଯୁଦ୍ଧ କରିବାକୁ ଆସିବ। ସେଠୁ ଅଙ୍ଗଦ କହୁଛି କେତେ? ଯେତେ ଶଙ୍ଖ ତହିଁ। ଶଙ୍ଖ ଯେତେ ଅଛି। ଶଙ୍ଖ, ଶଙ୍ଖର ଦୁଇଟି ଶବ୍ଦ, ଦୁଇଟି ଅର୍ଥ ଅଛି। ଗୋଟେ ଶଙ୍ଖ ହେଉଛି ସାମୁଦ୍ରିକ ଜୀବ, ଯେଉଁ ସମୁଦ୍ରରେ ଯେଉଁ ଶଙ୍ଖ ଆମେ ଯାକୁ ସନ୍ଧ୍ୟାବେଳେ ଫୁଙ୍କୁ, ପୂଜା ବେଳେ ଯେଉଁ ଫୁଙ୍କୁ ଯେଉଁ ଶଙ୍ଖ, ସେଇଟା ଶଙ୍ଖ, ଗୋଟେ ସାମୁଦ୍ରିକ ଜୀବ। ସମୁଦ୍ରରେ ଯେତେ ଶଙ୍ଖ ଅଛି, ସମୁଦ୍ରରେ ଅଗଣନ ଶଙ୍ଖ ଅଛି, ଗଣି ହେବନି କେତେ ଅଛି। ସେ କଥା ସେ କହୁଛନ୍ତି। ତାର ସୈନ୍ୟ ସଂଖ୍ୟା କେତେ? ନା ତା ସୈନ୍ୟ ସଂଖ୍ୟା ହେଉଛି ସମୁଦ୍ରରେ ଯେତେ ଶଙ୍ଖ ଅଛି, ବାରି ରାଶିରେ, ବାରି ରାଶି ଅର୍ଥାତ୍ ଜଳରାଶିରେ ବା ସମୁଦ୍ରରେ ଯେତେ ଶଙ୍ଖ ଅଛି, ତେତେ ଶଙ୍ଖ ନାହିଁ ଯେ। ତାର ସଂଖ୍ୟା ଯେତେ, ଯେତେ ଶଙ୍ଖ ଅଛି ବା ସଂଖ୍ୟା ଯେତେ ଅଛି, ସୈନ୍ୟ ସଂଖ୍ୟା ଯେତେ, ବାରି ରାଶିରେ ବା ସମୁଦ୍ରରେ ସେତେ ଶଙ୍ଖ ନାହିଁ। ସମୁଦ୍ରରେ ତ ଅଗଣିତ ଶଙ୍ଖ ଥାଏ, ତାମାନେ ତା ସୈନ୍ୟ ସଂଖ୍ୟା ହେଉଛି ସମୁଦ୍ରରେ ଥିବା ଶଙ୍ଖଠାରୁ ଆହୁରି ଅଧିକ, ଅର୍ଥାତ୍ ତା ପାଖରେ ପ୍ରଚୁର ସୈନ୍ୟ ଅଛନ୍ତି। ତାପରେ ବିତରଣେ ସାଗର କି ପାଞ୍ଚ ପଚାରିଲା। ଏ ତ ସରିଗଲା ସୈନ୍ୟ ସଂଖ୍ୟା। ସମୁଦ୍ର ପାରି ହେବେ, ବିତରଣେ, ବିତରଣ ମାନେ ପାରି ହେବା। କି ପାଞ୍ଚ ପଚାରିଲା, ପାଞ୍ଚ ମାନେ ଉପାୟ। ସମୁଦ୍ର ପାରି ହେବାର କ'ଣ ଉପାୟ ତାର ଅଛି, କି ପ୍ରକାରେ ସେ ସମୁଦ୍ର ପାରି ହେବା ପାଇଁ ଯୋଜନା କରିଛନ୍ତି। ସମୁଦ୍ର ସେପାରେ ସେ ଅଛନ୍ତି, ମୁଁ ତ ଏପାରେ ଏଠିକି ଆସିବା ପାଇଁ କ'ଣ ଯୋଜନା ସେ କରିଛନ୍ତି।
कि पांचे वितरणे सागर कि पांच पचारा समुद्र पारि होगा कौन उपाय से स्थिर कर तार उत्तर कहते बिहे बिहे माने विधान करा जाए कह जाए कौन राम कुशसज्जा प्रत्युत्तर देला से जे राम कुशसज्जार व्यवस्था करिचंती अर्थात कुशसज्जा कौन पे ना वरुण देवता को संतुष्ट करने उपवास रहीकि कुशसज्जार शयन करिचंती वरुण देवता संतुष्ट हेले से समुद्र पारि हेबे ताहले जानि पाला तार बल नाही अनुमान को आशीर्वाद नहीं कि जीव सी एणे बानर मानकर बल एणे वरुण देवता जदि साहाय्य करिवे ताहले से समुद्र पारि हब जीव युद्ध करिव तेणु रावण भाषा से खूब निर्बल तार बल बेसी नाही तेणु से समुद्र पारि होकर आसीपर ना विरस को मंद करी मंदहास जन्मे विरस को मंद करी मंदहास जन्मे मंद माने अल्प ये जो विरस माने दुख मुह सुखी रखी मुह कहीं सुखी ना जो कूटनीति प्रयोग करथिला से कूटनीति तार सफल है नहीं जदि कूटनीति सफल होता अर्थात रावण पाखक विभीषण फेरी आसता अंगद तार सैन्य नहीं पलि जाता ये कूटनीति जदि सफल होता हुए तो किसी लाभ होता राम आसी पार ना युद्ध कर ना से विरस होता कि जो जानिला एमाने न आसिले समुद्र पारि होगापी पाखे किसी योजना ना से समुद्र पारि हो पार ना ये मन दुखरे टिके मंदहास मंद करी मंदहास जन्मे अल्प अल्प कि मंदहास माने मुचिकी हस मारला अल्प अल्प हस मंदहास माने मुचिकी हस मुई मन दुखरे भी टे मुचिकी हस मारला कहीं कौन पाई मुचिकी हस मारला मारिकी कहला बोले बोले माने बोइला बा कहला कौन की करिवो एडे हीन पराक्रम जे एडे हीन पराक्रम एडे हीन वीर्य तार तो एडे कम बल पराक्रम बल ता तो बल ना एत कम बल धरिकी से कौन कर अरे एत हीन पराक्रम हो सी कौन मो सहित लड़े कर ना जे समुद्र लड़ी पारि होगापी जा पाखे बल ना से रावण भली दिग्विजयी वीर ताकू पुणी से परास्त करने आसो ता सहित युद्ध करने ना एथि मुचिकी हस हसला से मंदहास हसला मुचिकी मुचिकी हसला एतिक है ये जो कवितार शेष कथा ये कवि देखी उपेन्द्र भंज लेखार शैली रे जे रावण किभली कूटनीति प्रयोग करिथिला एवं रामचंद्र सप्त सागर को अतिक्रम कर विराट आगरे जो दुर्लंघ सागर रही से समुद्र को किंतु पारि हेबे से की व्यवस्था करछंती एई कथा एते वर्णना करछंती शेष है ये कविता ये जो रामकाव्य रावणवतीर ये वैदेश्य विलासर उपेन्द्र भंजकर वैदेश्य विलासर 40तम छांदर एटा निया जाइछि एटा निश्चित भाव तुमको भल लगी कार्यक्रम तार आज ये रखा परवर्ती समय आमे अन्य एक विषय को आलोचना करवा आज एतिकी।